ଯେମିତିକି ଫ୍ରେଣ୍ଡସ୍ ମାନେ ଆପଣମାନେ ଜାଣିଥିବେ କି ବର୍ତ୍ତମାନ ସୁଦ୍ଧା ପିଏମ୍ କିଷାନର 23 ନମ୍ବର କିସ୍ତି ଟଙ୍କାଟି ମିଳିବାକୁ ଯାଉଛି। ତ ଫ୍ରେଣ୍ଡସ୍ ଦେଖନ୍ତୁ ଆପଣଙ୍କ 22 ନମ୍ବର କିସ୍ତି ଟଙ୍କା ମିଳିବା ପରେ ଆପଣମାନଙ୍କ ଫ୍ରେଣ୍ଡସ୍ ମାନେ 23 ନମ୍ବର କିସ୍ତି ଟଙ୍କାଟି ଆପଣମାନଙ୍କୁ ଦେବାକୁ ଯାଉଛନ୍ତି ସରକାର। ତ ଫ୍ରେଣ୍ଡସ୍ ମାନେ ଆପଣମାନେ ଏହି ନ୍ୟୁଜ୍ଟି ସୋସିଆଲ ମିଡ଼ିଆରେ ଦେଖି ସାରିଥିବେ। ତ ଯେମିତିକି ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ଆପଣମାନଙ୍କ 22ତମ କିସ୍ତି ଟଙ୍କାଟି ଆପଣମାନଙ୍କୁ ମାର୍ଚ୍ଚ 13 ତାରିଖ ଦିନ ମିଳିଥିଲା, କିନ୍ତୁ ଆପଣମାନଙ୍କୁ ପରବର୍ତ୍ତୀ କିସ୍ତିଟି ଆପଣମାନଙ୍କୁ ଏହି ଜୁନ୍ ମାସରେ ଆପଣମାନଙ୍କୁ ମିଳିବାକୁ ଯାଉଛି। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ଯେମିତିକି ଆପଣମାନେ ଜାଣିଛନ୍ତି କି ବର୍ଷକୁ 3 ଥର ଆପଣମାନଙ୍କୁ 2,000 ଟଙ୍କା ଦେଇଥାନ୍ତି ପିଏମ୍ କିଷାନ ଅଧୀନରେ ରାଜ୍ୟ ସରକାର। କିନ୍ତୁ ଫ୍ରେଣ୍ଡସ୍ ମାନେ ଏଥର ଆପଣମାନେ 23ତମ କିସ୍ତି ଟଙ୍କାଟି ପାଇପାରିବେ ନାହିଁ। କ'ଣ ପାଇପାରିବେ ନାହିଁ ଦେଖନ୍ତୁ ଫ୍ରେଣ୍ଡସ୍ ମାନେ ସରକାରଙ୍କ ନିୟମ ଅନୁଯାୟୀ ଯଦି ଆପଣମାନେ ଏଥର ଫ୍ରେଣ୍ଡସ୍ ମାନେ ଯଦି ଆପଣମାନେ କୃଷକ ରେଜିଷ୍ଟ୍ରି କରିବେ ନାହିଁ, ତେବେ ଆପଣମାନେ ସିଏମ୍ କିଷାନରେ ବା ପିଏମ୍ କିଷାନରେ ଦୁଇଟି ଆପଣମାନେ ଟଙ୍କା ପାଇପାରିବେ ନାହିଁ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ କ'ଣ କଲେ ଆପଣମାନଙ୍କୁ ମିଳିବ। ତ ଫ୍ରେଣ୍ଡସ୍ ଦେଖନ୍ତୁ କେତେକ ଅଯୋଗ୍ୟ ହିତାଧିକାରୀ ମଧ୍ୟ ସିଏମ୍ ବା ପିଏମ୍ କିଷାନରେ ଟଙ୍କା ପାଉଛନ୍ତି। ତ ଫ୍ରେଣ୍ଡସ୍ ଦେଖନ୍ତୁ ମୁଁ ଯଦି ଆପଣମାନଙ୍କୁ ଏକ୍ଜାମ୍ପଲ୍ ସହିତ କହିବି, ତ ଦେଖନ୍ତୁ ଫ୍ରେଣ୍ଡସ୍ ଯଦି ଆପଣଙ୍କ ପାଖରେ ଆପଣଙ୍କ ବାପାଙ୍କ ନାମରେ ଗୋଟିଏ ପାର୍ଚା ବା ପଟା ଥିବ, ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ସେଥିରେ କ'ଣ ହେଉଛି ନା ଅନେକ ଲୋକ ସେଠାରେ ଟଙ୍କା ପାଉଛନ୍ତି। ତ ଦେଖନ୍ତୁ ଫ୍ରେଣ୍ଡସ୍ ଗୋଟେ ପାର୍ଚାରେ କ'ଣ ହୋଇଛି ନା 2ଟି 3ଟି 4ଟି 5ଟି 6ଟି ମଧ୍ୟ ଟଙ୍କା ପାଉଛନ୍ତି ସେ ଗୋଟିଏ ପାର୍ଚାରୁ, କିନ୍ତୁ ଆପଣଙ୍କ ବାପା ବର୍ତ୍ତମାନ ନଥିବେ। ତ ଫ୍ରେଣ୍ଡସ୍ ମାନେ ସେହି ଜରିଆରେ ଯେଉଁମାନେ ଟଙ୍କା ପାଉଥିବେ ସେମାନଙ୍କ ଟଙ୍କା କଟିବାକୁ ଯାଉଛି। ତ ଫ୍ରେଣ୍ଡସ୍ ମାନେ ଆପଣମାନେ ମେନ୍ଲି ଧ୍ୟାନ ରଖନ୍ତୁ ଯଦି ଆପଣଙ୍କ ପାଖରେ ନିଜସ୍ୱ ପଟା ନଥିବ, ତେବେ ଆପଣମାନେ ଏଥର ପାଇପାରିବେ ନାହିଁ ସିଏମ୍ କିଷାନ ବା ପିଏମ୍ କିଷାନରେ ଟଙ୍କା। ଏହା ଆପଣମାନେ ମନେ ରଖନ୍ତୁ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ଯଦି ଆପଣମାନେ ଯେତେବେଳେ କୃଷକ ରେଜିଷ୍ଟ୍ରି କରିବାକୁ ଯାଉଛନ୍ତି, ଯଦି ଆପଣଙ୍କ ପାଖରେ ନିଜସ୍ୱ ଜମି ନଥିବ, ତେବେ ଆପଣମାନେ କରିପାରିବେ ନାହିଁ ଏବଂ ଆପଣମାନଙ୍କ ଏହି ପିଏମ୍ କିଷାନ ଟଙ୍କା କଟିଯିବ। ତ ଫ୍ରେଣ୍ଡସ୍ ମାନେ ଏଠାରେ ଅନେକ ଲୋକଙ୍କ ଏଠାରେ କଟିବାର ଚାନ୍ସେସ୍ ଅଛି। ତ ଯେଉଁମାନେ ବି ଏହି ଅଧୀନରେ ଟଙ୍କା ପାଉଥିଲେ, ତ ସେମାନେ ସଂଶୋଧନ ନ କଲା ଯାଏ ତାଙ୍କ ଟଙ୍କା କଟିଯିବ। ତ ଫ୍ରେଣ୍ଡସ୍ ମାନେ ଯେମିତି ଆପଣମାନେ ଜାଣିବି ଥିବେ କି ଆପଣମାନଙ୍କୁ ସିଏମ୍ କିଷାନରେ 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଠାରେ କଟିଥିଲା ଟଙ୍କା। ସେହିପରି ଭାବେ ହିଁ ଏଥର ଆପଣମାନଙ୍କ ପିଏମ୍ କିଷାନରେ କଟିବାକୁ ଯାଉଛି ଟଙ୍କା। ତ ଫ୍ରେଣ୍ଡସ୍ ମାନେ ଆପଣମାନେ ଆଜି ହିଁ ଆପଣମାନେ କୃଷକ ଏଗ୍ରିଷ୍ଟ୍ରିରେ ଫାର୍ମର ରେଜିଷ୍ଟ୍ରି କରିନିଅନ୍ତୁ, ନଚେତ୍ ଆପଣଙ୍କ ଟଙ୍କା ମଧ୍ୟ ଆପଣମାନେ ପାଇପାରିବେ ନାହିଁ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ଏହା କେମିତି କରିବେ ମୁଁ ଆପଣମାନଙ୍କୁ ଟିକେ କହିଦେଉଛି। ଯଦି ଆପଣଙ୍କ ନିଜସ୍ୱ ଜମି ଥିବ, ତେବେ ଆପଣମାନେ ଆପଣଙ୍କ ପାଖରେ ଥିବା ବା ଆପଣଙ୍କ ଅଞ୍ଚଳରେ ଥିବା CC ସେଣ୍ଟର କିମ୍ବା ମୋ ସେବା କେନ୍ଦ୍ରକୁ ଆପଣମାନେ ଭିଜିଟ୍ କରି ଆପଣମାନେ ଫାର୍ମର ରେଜିଷ୍ଟ୍ରି ଆପଣମାନେ କରାଇ ପାରିବେ। ଏବଂ ଫ୍ରେଣ୍ଡସ୍ ମାନେ ଯଦି ଆପଣମାନେ ଚାହିଁବେ, ତେବେ ଆପଣମାନେ ଓପନ୍ ପୋର୍ଟାଲ୍ ଜରିଆରେ ମଧ୍ୟ କରିପାରିବେ। ତ ଫ୍ରେଣ୍ଡସ୍ ମାନେ ଏହା ଆପଣମାନଙ୍କୁ ମାଗଣାରେ ସରକାର ଯୋଗାଇ ଦେବେ। ତ ଯାହାଙ୍କ ନାମରେ ନିଜସ୍ୱ ଜମି ଥିବ ସେହିମାନେ ହିଁ କରିପାରିବେ, ନଚେତ୍ ଆଉ କରିପାରିବେ ନାହିଁ। ତ ଯଦି ଆପଣଙ୍କ ନଥିବ, ତ ଆପଣମାନଙ୍କ ଟଙ୍କା କଟିଯିବ। ଏବଂ ଯେମିତି ମୁଁ କହିଲି କି ଫ୍ରେଣ୍ଡସ୍ ମାନେ ଆପଣମାନଙ୍କୁ ଜୁନ୍ ମାସ ସୁଦ୍ଧା ଆପଣମାନଙ୍କୁ ଟଙ୍କା ଯୋଗାଇବେ ସରକାର। କାରଣ ଫ୍ରେଣ୍ଡସ୍ ମାନେ ଜାଣିଥିବେ କି ବର୍ତ୍ତମାନ ଚାଷ କରିବା ପାଇଁ ସମୟ ଆସିସାରିଛି ଏବଂ ଏହି ସମୟରେ ହିଁ ସରକାର ଆପଣମାନଙ୍କ ଟଙ୍କା ଯୋଗାଇଥାନ୍ତି ଏବଂ ବକେୟା ଟଙ୍କା ଆପଣମାନଙ୍କୁ ଠିକ୍ ନୂଆଖାଇ ସମୟରେ ଯୋଗାଇଥାନ୍ତି ସରକାର। ତ ଫ୍ରେଣ୍ଡସ୍ ଏଠାରେ ଟିକେ ଚାଞ୍ଜେସ୍ ହେଇଯାଇଛି, ଆପଣମାନଙ୍କୁ ହୁଏତ ଆଗେ ପଛ ଆପଣଙ୍କ ଟଙ୍କା ମିଳିପାରେ। ତ ମୋଷ୍ଟଲି ଆପଣମାନଙ୍କୁ ଜୁନ୍ ମାସ ସୁଦ୍ଧା ଆପଣମାନଙ୍କ ଟଙ୍କା ମିଳିଯିବ, ଯେଉଁଟାକି ଆପଣମାନଙ୍କ 2,000 ଟଙ୍କା ରହୁଛି। ତ ଯେଉଁମାନେ ବି ଆପଣଙ୍କ ଫ୍ୟାମିଲିରେ ପାଉଥିବେ ବା ଆପଣଙ୍କ ପରିବାରରେ ଯେଉଁ ସଦସ୍ୟମାନେ ବି ପାଉଥିବେ, ସେମାନେ ଟଙ୍କା ପାଇପାରିବେ। ତ ଫ୍ରେଣ୍ଡସ୍ ମାନେ ଏହା ମନେ ରଖନ୍ତୁ ଯଦି ଆପଣମାନେ ସଂଶୋଧନ କରିବେ ନାହିଁ, ତ ଆପଣମାନେ ଆଗକୁ ମଧ୍ୟ ଟଙ୍କା ପାଇବେ ନାହିଁ। ତ ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡ଼େଟ୍। ଧନ୍ୟବାଦ। ପୁଣି ଦେଖା ହେବା ଗୋଟେ ଟପିକ୍ରେ।